কর্মীবৃন্দ, কৃষ্ণপ্রাণ দুর্গতবৃন্দ, ভক্তবৃন্দ, মাতৃমণ্ডলী, শ্রমিক আদিবাস ଶାସନ ମାସରେ ଆଞ୍ଚଳିକ ରାଜନୀତି ଆଦିବାସୀ ସତ୍ସଙ୍ଗ ବିଜେତା ଓ ପରମେଶ୍ୱର ଭାଇ ସୁନ୍ଦର ସତ୍ସଙ୍ଗ ନିବେଦନ କରିଛନ୍ତି। ତ ପ୍ରଭୁଙ୍କ ରାଜ୍ୟ ଚଳନରେ ତାଙ୍କର ଆଧ୍ୟାତ୍ମିକ କଲ୍ୟାଣ, ଶାନ୍ତି, ସ୍ୱସ୍ତି, ସ୍ଥିତ ଜୀବନ ଯୋଗ୍ୟତା ପ୍ରାର୍ଥନା ରଖିବି ଏବଂ ଉପସ୍ଥ ସଭିଙ୍କର ପ୍ରମୁଖ ଭାବରେ ସର୍ବ କଲ୍ୟାଣ ପ୍ରାର୍ଥନା ରଖିବି। ଆମର ଖୁବ୍ ସୁନ୍ଦର ଆଲୋଚନା ହେଇଛି, 3 ପଏଣ୍ଟ ଆଲୋଚନା ଆମ କାଳି ଭାଇଙ୍କର, ଯାହା ହଉ ଅସଂଖ୍ୟ ସୀମିତ ସମୟ ଭିତରେ ବାସ୍ତବରେ କିଛି ବି କଥା କୁହାଯାଇପାରେ ନା। ଯେଉଁ ଗୋଟିଏ ଯୋଡ଼ି କଥା କୁହାଯାଏ ତାକୁ ଆମର ହୃଦୟରେ ଏମିତି ନଥିଲା କଥା, ଏମିତି ସେଗୁଡ଼ାକ ଆମର କାମରେ ଜାଣିପାରେ। ତାର ଗୋଟେ କଥା ମନେ ପଡ଼ୁଛି, ଗୋଟିଏ ଯୋଡ଼ି କଥା ଆମେ କହିବା ଚେଷ୍ଟା କରିବି, କାରଣ ସମୟର ଏକଦମ ଟାଇମ୍ ଲିମିଟେଡ୍। ତ ଜଣେ ଭାଇ ଆସି କହୁଛନ୍ତି, ଠାକୁର ଗୋଟେ ସମୟ ଥିଲା ଯଦି ପାଉଁଶ ଧରୁଥିଲେ ସେ ପାଉଁଶ ସୁନା ହେଇଯାଉଛି, ଆଉ ଆଜି ସୁନା ମୁଣ୍ଡା ଧରୁଛି ସେ ସୁନା ମୁଣ୍ଡା ପାଉଁଶ ହେଇଯାଉଛି। একদম কন্ট্রাডিক্টরি কথা বস্তুটা হচ্ছে কହୁଛନ୍ତି শুন শুন তুই যে কথা କହିଲୁ উল্টাট কথা କହିଲୁ তা মনে ହୁଏ তোর অতীତରେ ତୁ ଏମିତି କୋଭିଡ୍ କରିଛୁ, ଏ କୋଭିଡ୍ର ଫଳଟା କଥା ତାହେଲେ କହିଲୁ ସୁନାମଟା ଧରୁଛୁ, ସୁନାମଟା ପାଉଁଶ ହେଇଯାଉଛି। ଅର୍ଥାତ୍ ଜୀବନରେ ବ୍ୟର୍ଥତା ଅଛି, ଜୀବନରେ ସାଂଘାତିକ ବିଫଳତା ଅଛି, ଜୀବନରେ ଅସଫଳ ହେଉଛି। ଯାହା ବି କରୁଛୁ ସବୁଥିରେ ମାନେ ପୁରା ଫେଲୁଅର୍ ହେଇଯାଉଛି। କାରଣ ହେଲା ତୁ ଅତୀତର ଯେ କୋଭିଡ୍କୁ କରିଛୁ ତାର ଫଳଗୁଡ଼ାକ ଆଉ ବର୍ତ୍ତମାନ ତ କରିବାଟା ବି ରହିଛି। ବର୍ତ୍ତମାନ ତୁମର ନ୍ୟାୟରେ ନାହୁଁ, ଧର୍ମରେ ନାହୁଁ, ଯେତେ ମଧ୍ୟ ଚେଷ୍ଟା କଲେ ମଧ୍ୟ ତୁ ସେ ଅତୀତର କୋଭିଡ୍ ଚାପି ଧରୁଛୁ। କୋଭିଡ୍ ଗୋଟେ ସାଂଘାତିକ ବ୍ୟାପାର, କୋଭିଡ୍ ଗୋଟେ ସାଂଘାତିକ ବ୍ୟାପାର। ଏ କୋଭିଡ୍ର କୌଣସି ପ୍ଲାଷ୍ଟିକ୍ ନାହିଁ, ଆଉ କୋଭିଡ୍ ଛାଡ଼ିବାଟା ହେଲା ତାର ପ୍ଲାଷ୍ଟିକ୍। ଆଉ କୋଭିଡ୍ ଏମିତି ଛାଡ଼ିବାକୁ ହୁଏ, ଅସଫ୍ଟ କରି ଛାଡ଼ିବାକୁ ହୁଏ ଯେ ମୋ ମୁଣ୍ଡ ଉପରେ ଝଡ଼ ବହିଗଲେ ମଧ୍ୟ ମୁଁ କୋଭିଡ୍ କରିବି ନାହିଁ, এই ପ୍ରକାର ଭାବନା ନେଇ ଦୃଢ଼ ମସ୍ତିଷ୍କରେ ତାକୁ ପ୍ରାକ୍ଟିସ୍ କରିବାକୁ ହୁଏ। ତେବେ ହୁଏତ ତାଙ୍କର ଗଲା ପରେ କୋଭିଡ୍ରୁ ନିଷ୍କୃତି ପାଇପାର। ଆଉ କୋଭିଡ୍ର ପରିଭାଷା ବୁଝିବାକୁ କହୁଛନ୍ତି, କୋଭିଡ୍ ଏମିତିଆ ସାଂଘାତିକ ବ୍ୟାପାର, କୋଭିଡ୍ ଯାହା ଥାଏ ତାକୁ ହୀନମନ୍ୟତା ଆକ୍ରମଣ କରେ। ତାକୁ ଯଦି ଭଲ କଥା କୁହାଯିବ ସେ ଭାବିବ ମତେ ଗୋଟେ ଫ୍ରଣ୍ଟ କରୁଛି, ମତେ ଗୋଟେ କ୍ରିଟିସାଇଜ୍ କରୁଛି। ଧରନ୍ତୁ ଗୋଟେ ଉଦାହରଣ ଦେଉଛି, ଭାଇଙ୍କ ନାଁ କହୁଛନ୍ତି, ସେ ଭାଇଙ୍କ ନାଁ ନେଇ କହୁଛନ୍ତି, ଯଦି ସେ ଭାଇଙ୍କୁ ପଚରାଯାଏ ଭାଇ କ'ଣ ଭଲ ଅଛନ୍ତି ତ, ସେ ଭାବିବ ମୋତେ ପରିହାସ କରୁଛି, ମୋତେ ଅଭାବ ତ, ଖାଇବା ପିଇବାଟା ଭଲ ହେଉନି, ତେଣୁ ବୋଧେ ମୁଁ ଶୁଖିଯାଉଛି। କିନ୍ତୁ ମୋତେ ପରିହାସ କରି ପଚାରୁଛି ଭାଇ କ'ଣ ଭଲ ଅଛନ୍ତି, ନେଗେଟିଭ ସେ କଥାଟା ନେବ। ମୋର ଅଭାବ ତ, ମୋର ତ କାହାଠୁ ଟଙ୍କା ଧାର ନେଇଥିଲି, ଟଙ୍କାଟା ଫେରି ପାରିନି ଯଥା ସମୟରେ, ତେଣୁ ମୋତେ ସେ କ୍ରିଟିସାଇଜ୍ କରୁଛି। ଏଇଟା ଗୋଟିଏ ଦିଗ। ପୁଣି ଯଦି ପଚରାଯାଏ ଭାଇ କ'ଣ ଶୁଖି ଯାଉଛନ୍ତି, କ'ଣ ଦେହଟା ଭଲ ନାହିଁ, ପୁଣି ଭାବିବ ବୋଧେ ମୋର ଅଭାବ ଅଛି। ଜାଣିଛନ୍ତି ସେ କିଛି ଦିନ ତଳେ ଜଣଙ୍କ ଘରକୁ ଯାଇଥିଲି ଟଙ୍କା ମାଗିବା ପାଇଁ, ସେ ମୋତେ ଦେଇନାହାନ୍ତି, ବୋଧେ କଥାଟା ତାଙ୍କ ପାଖରେ ପହଞ୍ଚିଯାଏ, ତେଣୁ ସେଇଟା ପାଇଁ ମୋତେ କ୍ରିଟିସାଇଜ୍ କରୁଛନ୍ତି। ତେଣୁ ଠିକ୍ କହିଲେ ସେ ଭୁଲ ବୁଝିବ, ଭୁଲ କଲେ ବି ଭୁଲ ବୁଝିବ। ତେଣୁ ଏଇ ପ୍ରକାର ବ୍ୟକ୍ତି ଯେଉଁମାନେ ସେମାନେ ହୀନମନ୍ୟତାର ଶିକାର ହୋଇଥାନ୍ତି, ଆଉ ହୀନମନ୍ୟତା ହିଁ ତାକୁ ତା ଜୀବନଟାକୁ ମାଟି କରିଦିଏ, ତାକୁ ଆଗେଇ ଯିବାକୁ ଦିଏ। ଆଉ ଏଇ ହୀନମନ୍ୟତାର ଗୋଟାଏ ରୂପରେ ଠାକୁର କହୁଛନ୍ତି, ଧରନ୍ତୁ ଜାଗରଣ କରୁଛି একদম ପୁରା ଉଦାହରଣ ଠାକୁରଙ୍କ କଥା ଗୁଡ଼ାକ ଏକଦମ ଉତ୍ପନ୍ନ ଜାଗରଣ, ତାକୁ 10 ମିନିଟ୍ ଜାଗରଣ କରିବା ପାଇଁ ହୁଏତ ସମୟ ବାହାରିଗଲାଣି। ତାର ନଜରରେ ଅଛି, ଜାଣିଛି ଚତୁର୍ଲୋକ କିଛି ଅସୁବିଧା ନାହିଁ। ଚତୁର୍ଲୋକ କହୁଛି ଆପଣ ସମସ୍ତେ ଜାଣିଥିବେ ସତ୍ସଙ୍ଗ ସୀମିତ ସମୟ, ତ ଏଇ ସମୟ ସରିଗଲାଣି, ତଥାପି ଗୋଟିଏ କଥା ଅଛି, ଗୋଟିଏ କଥା କହିକି ମୁଁ କହିବାଟା ଚେଷ୍ଟା କରୁଛି। ତା ମଧ୍ୟ ଗୋଟେ କୋଭିଡ୍ ଏଇ ପ୍ରକାର କୋଭିଡ୍ ଯେଉଁମାନଙ୍କର ଥାଏ ସେମାନଙ୍କର ଯେତେ ତାଙ୍କର ମାନେ ପାଠ୍ୟକ୍ରମ ଥାଉ, ଯେତେ ଜ୍ଞାନ କରିବା ଥାଉ, ଯେତେ ପ୍ରତିପତ୍ତିଶାଳୀ ହେଉଥିଲା କାହିଁକି ସେମାନେ କେବେ ନା କେବେ ସେ ପାଠକୁ ଆସିପାରିବେ ନାହିଁ। ଅପମୟ ହେଉଛି ତାଙ୍କର ଡେଷ୍ଟିନେସନ୍, ଅପମୟ ହେଉଛି ତାଙ୍କର ଡେଷ୍ଟିନେସନ୍। କେବେ ବି ସେମାନେ ଉଧରିବେ ନାହିଁ। ଏ ବିଷୟରେ ଲୋକଟି କହୁଥିଲା, ତାକୁ ଗୋଟେ ସମୟରେ ମୋ ପାଉଁଶ ଧରିଲେ ସୁନା ହେଇଯାଉଥିଲା। ତାର ଅର୍ଥ ତାର ପୂର୍ବର କର୍ମଫଳ ଥିଲା, ଆଉ ସେ କର୍ମଫଳ ସହିତ ସେ କୋଭିଡ୍ ନଥିଲା। এই କୋଭିଡ୍ ନଥିବା ଯୋଗୁଁ ସେଇଟା ପାଉଁଶଟା ସୁନା ହେଇଯାଉଥିଲା। କିନ୍ତୁ ଆଜି ଅତୀତର କର୍ମଫଳ ବର୍ତ୍ତମାନ କର୍ମଫଳକୁ ଏମିତି ଚାପି ବସୁଛି, ବର୍ତ୍ତମାନ ସୁନାମଟା ଧରି ପାଉଁଶ। ତେଣୁ ଏ କୋଭିଡ୍ ଠାରୁ ତାଙ୍କ ଜୀବନର ଗୋଟେ କଥା କରି କହିବା ରଖିବି, ଆପଣଙ୍କୁ କୋଭିଡ୍ଟା ମୁଁ ଏତେ ତାକୁ ଘୃଣା କରେ, ଆଉ ତାକୁ ପ୍ରାକ୍ଟିସ୍ କରିବା ପାଇଁ ମୋ ଜୀବନର ଗୋଟେ ଘଟଣା କହୁଛି। ଏକଦମ ଛୋଟବେଳର କଥା।
ମୋର ଆଇନ ମୋତେ ପଠେଇଥିଲେ ଦି ହାତରେ ଦୁଇଟା ପଇସା ନେଇ ପଠେଇଥିଲେ ଗୋଟେ ହାତର ପଇସାରେ ପାନ ଆଣିବୁ ଏବଂ ଗୋଟେ ହାତର ପଇସାରେ ଚୂନ ଧରିକି ଆସିବୁ। ଯେତେବେଳେ ଦୋକାନ ପାଖରେ ପହଞ୍ଚିଯାଏ ମୁଁ ଭୁଲିଗଲି କୋଉ ହାତର ପଇସାଟାରେ ପାନ ନେବି କୋଉ ହାତର ପଇସାରେ ଚୂନ ନେବି। ସେତେବେଳେ ଦୋକାନଦାର କ'ଣ ନେବ ତମେ ମୋର ଡାଉଟ୍ ହେଇଗଲା ଦ୍ୱନ୍ଦ୍ୱ ଆସିଗଲା ଟିକେ ବୁଝିକି ଆସୁଛି ଟିକେ ମାନେ 5 କିଲୋମିଟର ବାଟ 5 ମାଇଲ ବାଟ 5 କିଲୋମିଟର ବାଟ ପୁଣି ଦୌଡ଼ ମାରିଲି ଘରକୁ ଆସିଲି ଏବଂ ବୁଝିଗଲି ଏହି ପ୍ରକାର ଭାବରେ ଠାକୁରଙ୍କ ଦିବ୍ୟ ଜୀବନ ଘଟଣା ଗୁଡ଼ାକ ଏମିତି ଅଜସ୍ର ଘଟଣା ଏ ଘଟଣା ଗୁଡ଼ାକ ଆମକୁ ଶିଖେଇ ଦିଏ ଆମ ଜୀବନରେ କେମିତି ଚାଲିବ ଜୀବନରେ କେମିତି କଥାର ମର୍ଯ୍ୟାଦା ଦେବା ଯାହାକୁ ଯେଉଁ ପ୍ରକାର ଯେମିତି କଥା ଦିଆଯାଇଥିବ ଏ ପ୍ରକାର କଥା କରିବା ଠାକୁର ଯେଉଁମାନଙ୍କର କୋଭିଡ଼ ଥାଏ ସେମାନେ ଯୌଥ ବ୍ୟବସାୟରେ ସାମିଲ ହୁଅନ୍ତି ଯେଉଁମାନଙ୍କର କୋଭିଡ଼ ଥାଏ ସେମାନେ ଋଣ ଦିଅନ୍ତି ଏବଂ ଋଣ ଗ୍ରହଣ କରନ୍ତି। ଏଇଟା ହେଉଛି କୋଭିଡ଼ର ଗୋଟେ ସ୍ୱରୂପ ପରିଚୟ ମାନେ ଆମକୁ ସତର୍କ ହେବା ପାଇଁ ଠାକୁର କରିଦେଉଛି ମାନେ ଯୌଥ ବ୍ୟବସାୟରେ କେବେ ବି କରିବେ ନାହିଁ ଋଣ କେବେ ମାନେ କାହାକୁ ସାହାଯ୍ୟ କରିପାରନ୍ତି ଏତିକି ମାତ୍ରା ସାହାଯ୍ୟ କରିବେ ଯେମିତି ସେ ବ୍ୟାଙ୍କରେ ନ ଫେରାଏ କିଛି ଅସ୍ତିତ୍ୱ ବିପଦ ହେବ ନାହିଁ। ଋଣ ଯାହାକୁ ଯିଏ ନେଉଛି ଋଣ ଗ୍ରହୀତା ଯିଏ ତାର ମନ ରଖିବା କଥା ଋଣ ଗ୍ରହୀତା ଯେତେବେଳେ ଋଣ ପାଖାପାଖି ମାଗିବା ପୂର୍ବରୁ ତୁମେ କିଛି ନା କିଛି ପାଣି ଏଇ ଯେ ପ୍ରକାର ଆମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏଗୁଡ଼ିକ ମଣିଷର ଜୀବନ ଚଳନାର ଗୋଟାଏ ଗୋଟାଏ ସୂତ୍ର ଏହି ସୂତ୍ର ଗୁଡ଼ା ଯଦି ପାଳନ କରି ଚାଲନ୍ତି ମଣିଷ କେବେ ବି ଅମଣିଷ ହେବ ନାହିଁ ବହୁତ ସେମିତି ପ୍ରତିପକ୍ଷରେ ଚେଷ୍ଟା କରିବା ତତ୍ପର ହେବା ଯେତେବେଳେ ଯେଉଁ କର୍ମ ସମ୍ପାଦନ କରୁ ଠାକୁରଙ୍କର ପରାଦର୍ଶ ଉପରେ ଚାଲିକି